ଆକ୍ସନ ମୋଡରେ ସୁବର୍ଣ୍ଣପୁର ଜିଲ୍ଲାପାଳ ନିଜେ ଗ୍ରାଉଣ୍ଡକୁ ଓହ୍ଲାଇ କଲେ ତଦନ୍ତ। କିରୋସିନି ସ୍କାମର ମାଷ୍ଟର ମାଇଣ୍ଡ ଖୋଜିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ। ଘଟଣାସ୍ଥଳରେ ତଦନ୍ତ କଲେ ଖୋଦ୍ ଜିଲ୍ଲାପାଳ। ସୋନପୁର କିରୋସିନି ସ୍କାମ କିରୋସିନିରୁ କେମିକାଲ ପକାଇ ନକଲି ଡିଜେଲ ତିଆରି କରୁଥିଲେ। ଖମ୍ବେଶ୍ୱରୀ ପାଲିରେ ଚାଲିଥିବା ଏହି ବଡ଼ ଧରଣର କେଳେଙ୍କାରୀର ପର୍ଦ୍ଦାଫାଶ ହେବା ପରେ ଏବେ ଖୋଦ୍ ଗ୍ରାଉଣ୍ଡ ଜିରୋକୁ ଓହ୍ଲାଇଛନ୍ତି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ। ନିଜେ ଉପସ୍ଥିତ ରହି ତଦନ୍ତର ସମୀକ୍ଷା କରିବା ସହ ମାଫିଆଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପେଟ୍ରୋଲ ପମ୍ପ ମାଲିକ ଫେରାର ଥିବା ବେଳେ ତାଙ୍କୁ ବାନ୍ଧିବା ପାଇଁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି। ଦେଖନ୍ତୁ ଖମ୍ବେଶ୍ୱରୀ ପାଲି ବର୍ତ୍ତମାନ ତ ତେଲର ସ୍ଥିତି ଆପଣମାନେ ଜାଣନ୍ତି। ସାମାନ୍ୟ ସମସ୍ୟା ସବୁଆଡ଼େ ଅଛି। ଆମେ ଟିକେ ସୋନପୁରରେ ଆମର ଇଣ୍ଟେଲିଜେନ୍ସଟା ବହୁତ ଷ୍ଟ୍ରଙ୍ଗ କରିଥିଲୁ। ସର୍ଭେଲାନ୍ସ ଆମର ଜୋରଦାର ଚାଲିଥିଲା। ଏଥିମଧ୍ୟରେ ଆମେ ଗୋଟେ ଗତକାଲି ମୁଁ ନିର୍ଦ୍ଦେଶ ଦେଇଥିଲି ଏବଂ ଗୋଟେ ଟିମ୍ ଯାଇକରି ପହଞ୍ଚିଥିଲେ ଖମ୍ବେଶ୍ୱରୀ ପାଲିକୁ ଆସିକରି। ଏଠି 850 ଲିଟର କିରୋସିନ ଧରା ହେଇଛି ଏବଂ ସେମାନେ ଅନ୍ୟାନ୍ୟ କିଛି କେମିକାଲ୍ସ ମିଶାଇକରି ତାକୁ ଗୋଟେ ଡିଜେଲରେ ଟର୍ନ କରିବାର ଗୋଟେ ପ୍ରଚେଷ୍ଟା ଚଳାଇଥିଲି। ତାକୁ ସବୁ ସିଜ୍ କରାହେଇଛି ଏବଂ ଆଜି ମୁଁ ବ୍ୟକ୍ତିଗତ ଭାବରେ ନିଜେ ଆସିଛି ଫିଲ୍ଡରେ ତଦନ୍ତ କରିବା ପାଇଁ ଯେ କ'ଣ ହେଇଥିବ ପରିସ୍ଥିତି ଆସିକରି ମୁଁ ଦେଖୁଛି। ଏବଂ ଓନର୍ ଯିଏ ଅଛନ୍ତି ସେ ଝାଡ଼ଖଣ୍ଡର। ବର୍ତ୍ତମାନ ତାଙ୍କର ଫୋନ୍ ଲାଗୁନାହିଁ। ସେ ଗୋଟେ ପ୍ରକାର ଆବସ୍କଣ୍ଡେଡ୍ କହିଲେ ଚଳିବ, ଆବସ୍କଣ୍ଡେଡ୍ ଅଛନ୍ତି ଏବଂ ପ୍ରଶାସନ ଦେଖୁଛି କି କ'ଣ ବ୍ୟବସ୍ଥା କରାଯାଇପାରିବ, କ'ଣ ଦଣ୍ଡ ଦିଆଯାଇପାରିବ। ଏଠି ସୋନପୁରରେ ପ୍ରଥମ ଥର କରି ଏଇଭଳିଆ ଗୋଟେ ଘଟଣା ଘଟିଛି। ଆଉ ପ୍ରଥମ ଥର କରି ଏଇଭଳିଆ ଗୋଟେ ଘଟଣାକୁ ଆମେ ସାମ୍ନାକୁ ଆଣିଛୁ। ଆଉ ଗୋଟେ କଥା ମୁଁ କହିପାରିବି କି ଗୋଟେ ଦୃଷ୍ଟାନ୍ତମୂଳକ ଦଣ୍ଡ ବ୍ୟବସ୍ଥା କରାଯିବ। ତଦନ୍ତ ସାପେକ୍ଷ, କିନ୍ତୁ ମୁଁ ପେଟ୍ରୋଲ ପମ୍ପକୁ ବି ଯାଇଥିଲି ଏବଂ ସେ ପେଟ୍ରୋଲ ପମ୍ପର ମାଲିକ ବି ଝାଡ଼ଖଣ୍ଡର ସେ ମନୋଜ ସାହୁ। ବର୍ତ୍ତମାନ ଦେଖିଲି କି ଡିଜେଲର ଷ୍ଟକ୍ ନାହିଁ, ପେଟ୍ରୋଲ ଚାଲିଛି ଏବଂ ଆମେ ଯେତେବେଳେ ଷ୍ଟକ୍ ଭେରିଫିକେସନ୍ କିମ୍ବା ସବୁ ଚାଲିଛି ତଦନ୍ତ ପ୍ରକ୍ରିୟାରେ ଅଛି ଏବଂ ଏଠି ବି ହେଉଥିଲା କି ନାହିଁ ମିଲାବଟ ହେଉଥିଲା କି ନାହିଁ ତାର ସ୍ୟାମ୍ପଲ୍ ଟେଷ୍ଟ କଲେ ସବୁ ଜାଗା ଜଣାପଡ଼ିବ। ଆଉ ଦିନେ ଦୁଇ ଦିନ ଭିତରେ କଥାଟା ଆହୁରି ସ୍ପଷ୍ଟ ହୋଇଯିବ ଯେ କ'ଣ ହେଇପାରେ କାରଣ ଏବଂ କ'ଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ହଁ, ଆଇନ ଦୃଷ୍ଟିରୁ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, କିନ୍ତୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।